ଇସାହାକ ନିମନ୍ତେ ପତ୍ନୀ ଖୋଜା ଯାଇଅଛି। ଆମେ ଜଗତରେ ଅନେକ ଆମେ ଝିଅ ଖୋଜୁ ବିବାହିତ କରିବା ନିମନ୍ତେ, ଦେଖୁ ଅନେକ ଜାଗାକୁ ସ୍ଥାନକୁ ଯାଇକି ଆମେ ଖୋଜିଥାଉ ଆଉ ଆମେ ବିବାହିତ ହେଇଥାଉ। ଏଇ ଜାଗାରେ ଅବ୍ରାହମ ଆଉ ଇସାହାକ ତାଙ୍କର ପୁତ୍ରଙ୍କର ନିମନ୍ତେ ପତ୍ନୀ ବିଷୟ ଏଇ ଜାଗାରେ ଲେଖା ହେଇଅଛି। ଆଉ ଆମେ ଜାଣୁ ଇସାହାକର ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଥିଲେ। ଆମେ ଜାଣୁ ସମସ୍ତେ ଅବ୍ରାହମ ଇସାହାକ ଆଉ ଯାକବର ପରମେଶ୍ୱର ସଦାପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ। ଆଉ ସେଇ ଇସାହାକଙ୍କ ନିମନ୍ତେ ପତ୍ନୀ ଖୋଜୁଥିଲେ। ଆଉ ସେଇ ତାଙ୍କର ପତ୍ନୀ ଖୋଜିବା ଠାରୁ ଆମେ କଣ ଶିକ୍ଷା ଗ୍ରହଣ କରୁଛୁ, ଆଉ କେଉଁପରି ସେ ପତ୍ନୀ ସେ ପାଇଲେ, କେମିତି ପାଇଲେ, ଆଉ କେଉଁ ସ୍ଥାନରୁ ସେ ପାଇଲେ, କେଉଁ ସ୍ଥାନରୁ କୋଉ ଜାଗାରୁ ପରମେଶ୍ୱର ଇସାହାକଙ୍କର ନିମନ୍ତେ ପତ୍ନୀ ଆଣିଲେ, ସେ ବିଷୟ ଆମେ ଦେଖିବା। ଆଉ ଏଇ ଜାଗାରେ ଦେଖନ୍ତୁ ଅବ୍ରାହମକୁ ତାଙ୍କର ପିତାକୁ ପରମେଶ୍ୱର କହିଥିଲେ ବହୁ ବଂଶ ଆଉ ଆକାଶର ତାରାଗଣ ପରି ସମୁଦ୍ରର ବାଲି ପରି ତୁମର ବଂଶ ହେବେ, ଆଉ ତୁମ ଦେଇ ଆଶୀର୍ବାଦ ପ୍ରାପ୍ତ ହେବେ ଅନେକ ଗୋଷ୍ଠୀ ଜାତି ବୋଲି ପରମେଶ୍ୱର ଆଶୀର୍ବାଦ କରିଥିଲେ। ଆଉ ସେଇ ଅବ୍ରାହମଙ୍କର ପୁତ୍ର ଇସାହାକ ନିମନ୍ତେ ତାଙ୍କ ନିମନ୍ତେ ଗୋଟେ ପତ୍ନୀକୁ ଖୋଜା ହଉଛି। ଆଉ ଏଇ ଜାଗାରେ ଆମେ ଦେଖିବା ଯେ ସେ ସମୁଦ୍ରର ବାଲି ପରି ଆଉ ଆକାଶର ତାରାଗଣ ପରି ଯୋଉ ତାଙ୍କର ସନ୍ତାନ ହେବା ନିମନ୍ତେ ପରମେଶ୍ୱର ଏଇ ଜାଗାରେ ଇସାହାକ ନିମନ୍ତେ ଜଣେ ଝିଅକୁ କେମିତି ସେ ଖୋଜି ଅଛନ୍ତି, ଆଣି ଅଛନ୍ତି, ସେ ବିଷୟ ଆମେ ଦେଖିବା। ଏଇ ଜାଗାରେ ଦେଖନ୍ତୁ ଏକ ପଦରେ ଲେଖାଯାଏ, ସେହି ସମୟରେ ଅବ୍ରାହମ ବୃଦ୍ଧ ଓ ଗତ ବୟସ୍କ ଥିଲେ। ପୁଣି ସଦାପ୍ରଭୁ ଅବ୍ରାହମକୁ ସବୁ ବିଷୟରେ ଆଶୀର୍ବାଦ କରିଥିଲେ। ସବୁ ବିଷୟରେ, ସୁନା ରୂପାରେ, ଧନ ସମ୍ପତ୍ତିରେ, ଅଷ୍ଟରେ, ଓଟରେ, ସବୁ କ୍ଷେତ୍ରରେ ସୁନା ରୂପାରେ ବି ପରମେଶ୍ୱର ଅବ୍ରାହମକୁ ଆଶୀର୍ବାଦ କରିଥିଲେ। ଆଉ ପରମେଶ୍ୱର ସେ ବିଷୟ କିଛି ଦେଇଥିଲେ। ଆଉ ଅବ୍ରାହମ ଯେଉଁ ଏଇ ସମୟ ହଉଛି ଅବ୍ରାହମ ବୃଦ୍ଧ ଥିଲେ ଆଉ ବହୁତ ବୟସ ହେଇଯାଇଥିଲା। ଦୁଇ ପଦରେ ଦେଖିବା, ଏଣୁ ସେ ଆପଣା ଗୃହର ସର୍ବକାର୍ଯ୍ୟ ଦକ୍ଷ ବୃଦ୍ଧ ଦାସକୁ, ତାଙ୍କର ଗୃହର ଗୋଟେ କାର୍ଯ୍ୟ ଦକ୍ଷ ବୃଦ୍ଧ ଦାସକୁ, ଯୋଉ ଦାସ କି ବୃଦ୍ଧ ଥିଲା, ଆଉ ତାହାକୁ କହିଲେ, ମୁଁ ବିନୟ କରୁଅଛି ତୁମେ ମୋ ଜଙ୍ଘରେ ହସ୍ତ ଦିଅ। ଅବ୍ରାହମ କହୁଅଛନ୍ତି ତାଙ୍କର ଦାସକୁ କହୁଅଛନ୍ତି, ତାଙ୍କର ଗୋଟେ ବୃଦ୍ଧ ଦାସ ତାଙ୍କର ସେଇ ଗୃହର ଗୋଟେ ବୟସ୍କ ବ୍ୟକ୍ତି, ସବୁ କାର୍ଯ୍ୟର ସେ ସବୁ କିଛି ଦକ୍ଷ ଥିଲେ ଆଉ ସେ କରୁଥିଲେ, ସବୁ କିଛି ବିଷୟ ସେ ଗୃହର ସେ କରୁଥିଲେ। ଆଉ ଅବ୍ରାହମ ତାହାକୁ ତାମାନେ କହୁଅଛନ୍ତି, ବିନୟ କରୁଅଛନ୍ତି, ଆଉ ମୋର ଜଙ୍ଘରେ ହସ୍ତ ଦିଅ ଆଉ କୁହ ଯେ ମୁଁ ସ୍ୱର୍ଗ ମର୍ତ୍ତ୍ୟର ସଦାପ୍ରଭୁ ପରମେଶ୍ୱରଙ୍କର ନାମରେ ତୁମକୁ ଶପଥ କରାଇବି। ଯେ ଏଇ ଜାଗାରେ କହୁଅଛନ୍ତି କାହା ନାମରେ ଶପଥ କରାଇବି? ସ୍ୱର୍ଗ ମର୍ତ୍ତ୍ୟର ସଦାପ୍ରଭୁ ପରମେଶ୍ୱରଙ୍କର ନାମରେ ତୁମକୁ ଶପଥ କରାଇବି ଯେ ଯେଉଁ କିଣାନୀୟ ଲୋକମାନଙ୍କର ମଧ୍ୟରେ ମୁଁ ବାସ କରୁଅଛି, ତୁମ୍ଭେ ସେମାନଙ୍କ ମଧ୍ୟରୁ ମୋ ପୁତ୍ରର ବିବାହାର୍ଥେ କୌଣସି କନ୍ୟା ଗ୍ରହଣ କରିବ ନାହିଁ। ଏଇ ଜାଗାରେ ଦେଖନ୍ତୁ ନିଜର ପୁତ୍ର ଇସାହାକ ନିମନ୍ତେ କନ୍ୟା କେଉଁ ସ୍ଥାନରୁ ଆଣିବ, କୋଉ ଜାଗାରୁ ଆଣିବ ଆଉ କୋଉ ଜାଗାରୁ ଆଣିବ ନାହିଁ, ସେ ବିଷୟ ନିଜର ଦାସକୁ ସେ କହୁଅଛନ୍ତି। ଆମେ ଜାଣୁ ଜଣେ ବୟସ୍କ ହେଇଗଲା ସମୟରେ ପିତାମାତାଙ୍କର କର୍ତ୍ତବ୍ୟ ଥାଏ, ସମସ୍ତେ ଇଚ୍ଛା କରନ୍ତି ନିଜର ପୁତ୍ରକୁ ନା ପୁତ୍ରୀକୁ, ଝିଅକୁ, କନ୍ୟାକୁ ବିବାହ କରିବା ନିମନ୍ତେ ଅନେକ ଇଚ୍ଛା କରନ୍ତି। ଆଉ ଏଇ ଜାଗାରେ ଅବ୍ରାହମ ବି ତାଙ୍କର ନିଜର ପୁତ୍ର ନିମନ୍ତେ ବିବାହ କରିବା ନିମନ୍ତେ ସେ ଇଚ୍ଛୁକ ହେଉଅଛନ୍ତି। ଆଉ ସେ କହୁଅଛନ୍ତି ଯେ ଶପଥ କରୁଅଛନ୍ତି ଆଉ କହୁଅଛନ୍ତି ଯେ ଯେଉଁ କିଣାନୀୟ ଲୋକମାନଙ୍କର ମଧ୍ୟରେ ମୁଁ ବାସ କରୁଅଛି। ଅବ୍ରାହମ କିଣାନୀୟ ମାନଙ୍କର ନିକଟକୁ ସେ ଆସିଥିଲେ ଆଉ ସେଇ ଜାଗାରେ ସେ ବାସ କରୁଥିଲେ। ଆଉ ସେଇଟା ବିଜାତୀୟ ମାନେ ଥିଲେ, 12 ବଂଶ 12 ଗୋଷ୍ଠୀ ନଥିଲେ, ଆଉ ସେଟା ଗୋଟେ କିଣାନୀୟ ଅଲଗା ଲୋକମାନେ ଥିଲେ, ବିଜାତୀୟ ଲୋକମାନେ ଥିଲେ। ଆଉ ପରମେଶ୍ୱର ସେଇ ସ୍ଥାନକୁ ସେ ଆଣିଥିଲେ ସଦାପ୍ରଭୁ। ଆଉ ସେଇ ସ୍ଥାନରୁ ତୁମେ ବିବାହ ଆଣିବ ନାହିଁ, ଆଉ ତୁମ୍ଭେ ସେମାନଙ୍କ ମଧ୍ୟରୁ ମୋ ପୁତ୍ରର ବିବାହାର୍ଥେ କୌଣସି କନ୍ୟା ଗ୍ରହଣ କରିବ ନାହିଁ। ସେଇ ସ୍ଥାନରୁ କିଣାନୀୟ ମାନଙ୍କର ଠାରୁ, ବିଜାତୀୟ ମାନଙ୍କ ଠାରୁ କୌଣସି
କନ୍ୟାକୁ ଗ୍ରହଣ କରିବ ନାହିଁ ବୋଲିକି କହୁଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତ ଏଇ ଜାଗାରେ ଦେଖୁ ଅବ୍ରାହମ ତାଙ୍କର ପିତା ଥିଲେ। ଅବ୍ରାହମ ଯେଉଁ କର୍ତ୍ତବ୍ୟ କରୁଅଛନ୍ତି ଆଉ କହୁଅଛନ୍ତି ଆମେ ଜାଣୁ ଯେ ଆହୁରି ବ୍ୟବସ୍ଥାରେ ଆମେ ଦେଖିବା ଯେ ନିଜର ତାମାନେ ଅନ୍ୟ କୌଣସି ସ୍ଥାନରେ ଅନ୍ୟ ବିଜାତି ମାନଙ୍କର ସ୍ଥାନରେ ବିବାହିତ କର ନାହିଁ ବୋଲିକି କୁହାଯାଇଛି, ମନା କରାହେଇଅଛି, ଆମେ ଜାଣୁ ସମସ୍ତେ। ଆଉ ଏଇ ଜାଗାରେ ଅବ୍ରାହମ ପ୍ରଥମ ଥର ଯାଇକି ତାଙ୍କର ନିଜର ପୁତ୍ର ନିମନ୍ତେ ନିଜର ସ୍ୱଜାତି ଠାରେ ବିବାହ କରିବା ନିମନ୍ତେ କରୁଅଛନ୍ତି। କଣ ପାଇଁ? ସେଇ ସ୍ୱଜାତୀୟ ଠାରେ ସେ ବିବାହିତ କଲେ ଯେଉଁ ଆଶୀର୍ବାଦ ଅବ୍ରାହମକୁ ଦେଇଅଛନ୍ତି ଆକାଶର ତାରାଗଣ ସମୁଦ୍ରର ବାଲି ପରି ବହୁବଂଶ ହେବେ ବୋଲିକି, ତ ସେଟା ଅନ୍ୟ ଜାତି ଲୋକେ ଯଦି ସେଥିରେ ଅଂଶୀଦାର ହେଇପାରିବେ ତାହେଲେ ସେ ବିଷୟ ହେଇପାରିବ ନାହିଁ। ହେଲେ ଏଇ ଜାଗାରେ ଲେଖା ହେଇଅଛି ଯେ ଦେଖନ୍ତୁ এই জায়গায় পিতার কর্তব্য, এই জায়গায় পুত্রর বিষয় কথা লেখাই অছি। তো আমি এই জায়গায় শিক্ষা গ্রহণ করু, যদি আমি পিতা অছু, যদি আমার পুত্র অছন্তি না কন্যা অছন্তি, যদি আমি বিবাহিত করুଅଛୁ তো আব্রাহামଙ୍କ ଠାରୁ ଆମେ ଶିକ୍ଷା ଗ୍ରହଣ କରିବା। ଆଉ ଆମେ ସ୍ୱଜାତି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଅଛି, ସ୍ୱୀକାର କରିଅଛି, ଗ୍ରହଣ କରିଅଛି, ଆମେ ସେଇ ସ୍ଥାନ ଠାରୁ ହିଁ ଆମେ ଆମର ନିଜର କନ୍ୟା ନିଜର ପୁତ୍ର ନିମନ୍ତେ ଆମେ ବିବାହ ନିମନ୍ତେ ଆମେ ଖୋଜିବା, ଆଉ ସେଇ ସ୍ଥାନରେ ହିଁ ଆମେ ଦେବା ଆଉ ନେବା। ଆଉ ଯଦି ଆମେ ଅବ୍ରାହମଙ୍କର ଯେଉଁ ଆଜ୍ଞା ଅଛି ସେଇ ଆଜ୍ଞାକୁ ଯଦି ଆମେ ଅବ୍ରାହମ ଯେମିତି ପିତାର କର୍ତ୍ତବ୍ୟ କଲେ, ସେଇ କର୍ତ୍ତବ୍ୟ ଯଦି ଆମେ ପିତାମାତା ହେଇଅଛୁ ଆମେ ଯଦି କରିବା ନାହିଁ, ତାହେଲେ ଆମର ସନ୍ତାନ ମାନେ କଣ ହେବ? ସେମାନେ ଅନ୍ୟ ଜାଗାକୁ ଅନ୍ୟ ସ୍ଥାନକୁ ଯିବେ, ଆଉ ସେ ଅନ୍ୟ ସ୍ୱଭାବ, ଅନ୍ୟ ଆଚରଣ, ମୂର୍ତ୍ତି ପୂଜା ଅନେକ ବିଷୟ ସେମାନେ ଶିଖିବେ, ଆଉ ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିପାରିବେନି, ସେମାନେ ହରେଇ ଦେବେ। ଆଉ ଆମେ ନୂତନ ନିୟମରେ ପଢିଅଛୁ, ଜାଣିଅଛୁ ଯେ ପାଉଲ କହୁଛନ୍ତି ସେଇ ଜାଗାରେ କୋଉ ପଦରେ ଲେଖା ଅଛି ଏଟା, ପାଉଲ କହୁଛନ୍ତି ସେଇ ଜାଗାରେ ଶିକ୍ଷା ଦଉଛନ୍ତି ତୁମେ ବିଜାତୀୟ ମାନଙ୍କ ଠାରେ ତୁମେ ବିବାହିତ କର ନାହିଁ, ଆଉ ଅସମାନତାରେ ଯୋଚା ଯାଅ ନାହିଁ, ଆଉ ସେ ବିଷୟ ଲେଖା ହେଇଅଛି। ଆଉ ଅବ୍ରାହମଙ୍କ ଠାରୁ ଆମେ ଶିକ୍ଷା ଗ୍ରହଣ କରୁଅଛୁ, ଆଉ ସେହିପରି ଆମେ ବି ଆମର ପୁତ୍ର ଆମର କନ୍ୟା ନିମନ୍ତେ ଆମେ ଯେଉଁ ସ୍ଥାନରେ ଆମେ ବିବାହ କରିବା ନିମନ୍ତେ ଆମେ ଖୋଜୁଅଛୁ, ତ ସେଟା ସ୍ୱଜାତି ହେଇଥିବ, ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଥିବ, ଆଉ ସେମାନେ ବିଶ୍ୱାସ କରୁଥିବେ, ତାହେଲେ ଯେ ଆମେ ସେଇ ଜାଗାରୁ କନ୍ୟା ଗ୍ରହଣ କରିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଆମ ଠାରେ ଆମେ ଶପଥ କରିବାର ଅଛି, ଅବ୍ରାହମ ଯେମିତି ଶପଥ କଲେ ଆଉ କହିଲେ ନିଜର ଦାସକୁ, ଆଉ ସେହିପରି ଆମେ ବି ଶପଥ କରିବାର ଅଛି, ଆଉ ଆମେ ସେଇ କାର୍ଯ୍ୟ କରିବାର ଅଛି। ଆଉ ନିଜର ସନ୍ତାନ ନିମନ୍ତେ ଆମେ ନିଜର ସ୍ୱଜାତି ଠାରେ ଆମେ ଗ୍ରହଣ କରିବାର ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। 3-4 ପଦରେ ଲେଖାଯାଏ, ମାତ୍ର ତୁମ୍ଭେ ଆମ୍ଭ ଦେଶୀୟ ଜ୍ଞାତି ମାନଙ୍କ ନିକଟକୁ ଯାଇ ମୋ ପୁତ୍ର ଇସାହାକ ନିମନ୍ତେ କନ୍ୟା ଆଣିବ। এই ଜାଗାରେ ଲେଖାଯାଉଛି ଯେ ଆମ୍ଭ ଦେଶୀୟ ଆମର ଜ୍ଞାତିଆ ମାନଙ୍କ ନିକଟରୁ, ଆମର ନିଜର ଲୋକମାନଙ୍କ ଠାରୁ ମୋ ପୁତ୍ର ଇସାହାକ ନିମନ୍ତେ କନ୍ୟା ଆଣିବ। ଦେଖନ୍ତୁ ବୃଦ୍ଧ ବୟସ ସମାଜରେ ତାଙ୍କର ପୁତ୍ର ନିମନ୍ତେ ସେ କେତେ ସେ ଯତ୍ନର ବିଷୟ କଥା କହୁଅଛନ୍ତି। କୋଉ ନିମନ୍ତେ? ଯୋଉ ଅବ୍ରାହମକୁ ଯୋଉ ବିଷୟ କଥା କହିଅଛନ୍ତି ପରମେଶ୍ୱର ସଦାପ୍ରଭୁ ଯୋଉ ଆଶୀର୍ବାଦ ଦେଇଅଛନ୍ତି, ସେଥି ନିମନ୍ତେ ସେ ଶପଥ କରୁଅଛନ୍ତି। ଆଉ ମୋ ପୁତ୍ର ନିମନ୍ତେ ଅନ୍ୟ କୌଣସି ସ୍ଥାନରୁ ଅନ୍ୟ ବିଜାତି ମାନଙ୍କ ଠାରୁ ତୁମେ କନ୍ୟା ଆଣିବ ନାହିଁ। କନ୍ୟା ଆଣିବ କୋଉ ଜାଗାରୁ? ନିଜର ଜ୍ଞାତୀୟ ମାନଙ୍କ ଠାରୁ, ନିଜର ଲୋକମାନଙ୍କ ଠାରୁ ନିଜର ଆମର ପୁତ୍ର ନିମନ୍ତେ କନ୍ୟା ଆଣିବ ବୋଲିକି କହୁଅଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। 5 ପଦରେ ଲେଖାଯାଏ, ସେତେବେଳେ ସେହି ଦାସ ତାହାଙ୍କୁ କହିଲା, ଯେବେ କୌଣସି କନ୍ୟା ମୋ ସହିତ ଏ ଦେଶକୁ ଆସିବା ପାଇଁ ସମ୍ମତ ନହିବ, ତେବେ ଯେଉଁ ଦେଶରୁ ତୁମେ ଆସିଅଛ ସେହି ଦେଶକୁ କି ତୁମ ପୁତ୍ରକୁ ନେଇଯିବି। ଏଇ ଜାଗାରେ ସେ ଦାସ କହୁଛନ୍ତି ଯେ ଯୋଉ ବିଷୟ ତୁମେ କହିଅଛ, ଶପଥ କରିଅଛ, ଯଦି ସେଇ କନ୍ୟା ସେ ଯଦି ଆସିବାକୁ ସମ୍ମତ ହୋଇବ ନାହିଁ, ତାହେଲେ ତୁମର ପୁତ୍ରକୁ ଯେଉଁ ସ୍ଥାନରେ ତୁମେ ଅଛ ସେଇ ସ୍ଥାନକୁ ପୁଣି ନେଇଯିବି କି ବୋଲି କହୁଅଛନ୍ତି। ହେଲେ ଏଇ ଜାଗାରେ ଅବ୍ରାହମ ମନା କରୁଅଛନ୍ତି। ତହିଁରେ ଅବ୍ରାହମ କହିଲେ, ସାବଧାନ, ମୋ ପୁତ୍ରକୁ କେବେ ସେଠାକୁ ନେଇଯିବ ନାହିଁ। କୋଉ ସ୍ଥାନକୁ? ସେଇ କିଣାନୀୟ ସ୍ଥାନକୁ, ସେ ବିଜାତୀୟ ସ୍ୱଜାତୀୟ ମାନଙ୍କ ଠାରୁ
नहीं जीव नहीं बोलिकी कहउछंती प्रेज द लॉर्ड हालेलुया। तो आमे एटा शिक्षा ग्रहण करूछु शिखुछु जे आमे देखंतु एई जगह रे आमे आज अब्राहम को संतान हे पारियछु। आमे प्रभु यीशु ख्रीष्ट को विश्वास कला आउ आमे तांकर वंशर अंशीदार हे पारियछु। आमे आज से तारागण समुद्रर बाली सदृश आमे समस्त आज बसियछु। प्रभु यीशु ख्रीष्ट को जानियछु। आमे समस्ते आज आमे तांकर अंशीदार हेयछु। आउ जदि आमे अब्राहम को जो कर्तव्य देले अब्राहम से कर्तव्य कले आउ सदा प्रभुंकर इच्छा अनुसार निजर पुत्र को विवाह करने निमंते से इच्छुक हेले आ निजर दास को से कर्तव्य करने निमंते कहउछंती। सेही परी आमे हमको भी जो कर्तव्य दिया है अछि जे परमेश्वर को राज्य निमंते आलोक को आसीबा निमंते आमे जो आसी अछु आलोकर संतान है अछु सेही परी हमर निजर संतान मानकु हमर निजर कन्या मानकु यदि आमे स्वजाति को न देबा निजर जाति निजर ज्ञातीय कुंडब को यदि न देबा प्रभु यीशु ख्रीष्ट को जानिथिबा लोक को यदि न देबा ताहेले कोन हबो सेही वंश तमने आशीर्वाद अंशीदार हे परिबो नाही। आ यदि अन्य जाति को दे देबा ताहेले से वंशटा बढ़िबो नाही से गोटे अलगा गोटे हे जिवो। प्रेज द लॉर्ड हालेलुया। आ सेथि निमंते आमर निजर ज्ञातीय कुटुंब ज्ञातीय मानक निकटरू आमर पुत्र आमर पुत्री मानक आम विवाहित करिवार अछि निहाती जरूरी। आ गोटे जगह लिखा जाए पाउल कहउछंती से जगह रे कन्या और बर विषय कथा कहउछंती आ कहउछंती से जगह रे जे पूरे अविश्वासी आ विश्वासिनी स्त्री पुरुषर विषय कथा से जगह रे लिखा जाए। आ से जगह रे से स्त्री जदि सहमत हेबो ताठे रहिबा निमंते जदि से प्रभु यीशु ख्रीष्ट को जदि केने विश्वास करिबो ग्रहण करिबो ताहेले से विवाहित हे पारिबो। आ गोटे जगह रे लिखा जाए जो समाज रे हमर रिबिका ठीक अछि। तो से विषय कथा तो आमे यदि प्रभु यीशु ख्रीष्ट को यदि आमे ग्रहण करि अछु जानि अछु अब्राहम को संतान हे अछु आ सेही आशीर्वाद आम ठारे अछि आ तांकर वंश को बढ़ेबा निमंते आ तांकर आज्ञा को आमे सफल करिबा निमंते अछु ताहेले आमे हमर पुत्र को हमर संतान गण को आमे स्वजाति ज्ञातीय मानक निकटर यदि आमे देबा ताहेले प्रभुंकर गौरव हेबो आ प्रभुंकर नाम गौरव हेबो आ प्रभुंकर राज्य आहुरी बढ़िबो। प्रेज द लॉर्ड हालेलुया। तापरे 7 पद रे लिखा जाए जेहेतु हां ए जगह दास को कहउछंती जेहेतु जेउ स्वर्गर सदा प्रभु परमेश्वर मते पैतृक गृह और जन्म देश मध्यरु आनी अछंती ओ मो संगे आलाप करी अछंती पुणी आम्भे तुम वंश को एही देश देबा बोली शपथ करी अछंती से तुम अग्रते आपण दूत पठाइबे तहिरे तुम्हे मो पुत्रर विवाह निमंते सही टारु कन्या आनिबो। ई जगह रे मु जो विश्व कथा कहउतिली ई जगह रे सही वाक्य लिखाई अछि। आ स्वर्गर सदा प्रभु परमेश्वर अब्राहम कहउछंती जे मोर पैतृक गृहरु जन्म देशरु मते आनी अछंती आ मो संगे आलाप करी अछंती आ कहि अछंती जे पुणी आम्भे तुम वंश को एही देश देबा बोली शपथ करी अछंती। आ सेही शपथ अनुसार देख तुम आगरे जने दूतों को पठाइबे आ मोर पुत्रर विवाह निमंते सेठार गोटे कन्या आनिबा बोली कि निजर दास को कहउछंती। 8 पद रे लिखा जाए जेबे सही दासर कोनोसी कन्या आसीबा को सम्मत नहिबो तेबे तुमे मोर एही शपथरु मुक्त हेबो। प्रेज द लॉर्ड हालेलुया। ई जगह रे जदि कोनोसी स्त्री कोनोसी नारी जदि मोर पुत्र निमंते जदि किनि से आसीबो नाही ताहेले से सम्मत हेबो नाही ताहेले सेही स्थान रु आनिबो नाही बोली कि लिखाई अछि। आ नूतन नियम रे हमें पढिला मु कहिली से विषय कथा जने जदि किनि स्त्री ना पुओ जदि से सम्मत हो अछि जेने मु जीवी विवाहित हेबी आ प्रभु यीशु ख्रीष्ट को विश्वास करिबी ग्रहण करिबी आ मु भी तांकर संतान हेबी आ तांकर पथरे चलिबी बोली से जदि स्वीकार करिवो विश्वास करिवो ताहेले से विवाहित हेई परिबो। आ ई जगह रे अब्राहम भी कहउछंती से विषय कथा आ जदि से सम्मत हेबो नाही
ताहले एई शपथरु तुम मुक्त हेबो बोली कि कहउछ प्रेज द लॉर्ड हालेलुया तहिरे सही दास अपना प्रभु अब्राहम कर जंघरे हस्त देई सही विसर्जन शपथ कला अनंतर सही दास अपना प्रभुर ओट मानकर मध्यरु 10टा ओट और अपना प्रभुर सर्व प्रकार उत्तम द्रव्य हस्तरे घिनी प्रस्थान करी हर अरा मनहरिम देशर नाहर नगर को यात्रा कले से दास यात्रा कले गोटे नगर को अनंतर से संध्या बेले सही समय जो समाजरे कन्यागण जल काढ़ा आसती से ही समाजरे से नगर रे बाहर कूप निकटरे ओट मानक आंठई बसाइला पुणी यही प्रार्थना कला हे मोर कर्ता अब्राहम सदाप्रभु परमेश्वर विनय करुअछि आज मो सम्मुख शुभ फल उपस्थित कर मो प्रभु अब्राहम प्रति दया कर प्रेज द लॉर्ड हालेलुया ए जगह रे देखंतु गोटे दासंकर कर्तव्य जे से प्रभु यीशु ख्रीष्ट को सदाप्रभु को भी से विश्वास करुअछंती आ अब्राहम जो विषय कर्तव्य देउछंती शपथ देउछंती आ सेही शपथ निमंते से बाहरी अछंती आ गोटे कूपरे अनेक कन्यागण माने जल काढ़ा निमंते आसुअछंती आ सेही स्थान को से पहुंची अछंती सेही नगर को आ सेही जगह रे सेही दास भी सेही जगह रे प्रार्थना करुअछंती देखंतु आ प्रार्थना करी के कहउछंती आ मोर अब्राहम प्रति दया कर देख मो एही कूप निकट रे छिड़ा हेउछि आ एही नगर वासी मानकर कन्यागण जल नेबा निमंते आसुअछंती तबरे सेमानक मध्यरु कोनोसी कन्या को तुम्हे अपना कलश नई मते जल पान कराओ एही कथा कहिले से जेबे कहिबो पान कर मु तुमर ओट मानकु ही पान कराइबी तेबे से तुम दास इसहाक निमंते तुमर निरूपित कन्या हो आ तहिरे तुमे मो प्रभुंकर प्रति अनुग्रह करियछ बोली एहा मु जानिबी बोली से दास परमेश्वर निकट में प्रार्थना करुअछंती आ प्रार्थना करिके से खोजु अछंती कहउछंती जे से झियोटा किए मोर दासर ताकर पुत्र निमंते जो पत्नी रखियछ प्रभु आ से प्रार्थना करुअछंती से जगह रे रखियछ प्रभु आ से विषय से आसु जलपान कराउ आ मोर अष्ट मानक भी से जलपान कराउ ताहले मु जानिबी से झियो जे से मनोनीत झियो आ तुमे ताहाको ही प्रेरण करियछ मनोनीत करियछ मोर अब्राहम पुत्र निमंते बोली से कहउछंती से जगह रे देखंतु ए जगह रे दासर कर्तव्य अछि आउ ए जगह रे प्रार्थनार विषय भी लिखाई अछि आउ ए जगह रे अब्राहम को जे शपथ देइथिले आ अब्राहम को जे शपथ देइथिले से अब्राहम भी से शपथ को धरि की आउ से दास को पठाई अछंती आउ से दास भी से जगह रे जाई अछंती ए जगह रे हमें देखू जे आमे जो समाज रे हमर निजर पुत्र निमंते ना कन्या निमंते आमे विवाह निमंते खोजु अछु तो हमको भी प्रार्थना करिवार जरूरी अछि आमे प्रार्थना करिवार सहित बसिवार अछि और हमको अपेक्षा करिवार अछि अन देखंतु ए जगह रे दास भी से जगह रे स्थान रे जाई की से अपेक्षा निहाती करिथिबे फोटो को से जगह रे बसै अछंती आउ अनेक सेही स्थान रे अनेक झियो से कुपरे आसी की जल काढी के नउ अछंती एले सेही जगह से दास भी जानि नांती जे क्यों झियो इसहाक निमंते पत्नी हेबो मोर प्रभुंकर पुत्र निमंते पत्नी हेबो बोली से जानि नांती प्रेज द लॉर्ड हालेलुया हेले एई जगह रे देखंतु जे से प्रभुंकर निकट रे प्रार्थना करी की आ से मागु अछंती तो हमर एई ठारे भी हमर कर्तव्य अछि जे आमे जेउ समाज रे हमर निजर पुत्र ना कन्या निमंते आमे झियो खोजिबा को जाउ अछु तो आमे प्रभुंकर निकट रे प्रार्थना करिवार अछि आउ प्रभु से चिन्ह देबे आ से चिन्ह देखै की देबे ताहेले हमें जानिबा जे परमेश्वर को मनोनीत से स्त्री जने बोलेगी तापर हमें जानि परिबा आउ तांको ठारे हमें यदि विवाहित करिबा ताहेले हमें प्रभुंकर आशीर्वाद पात्र हे परिबा प्रेज द लॉर्ड हालेलुया तापर 13 पद रे देखो मो एही कूप निकट रे छिड़ा हेउ अछि आउ एही नगरवासी मानकर कन्यागण जल नेबा निमंते आसु अछंती सेमानक मध्य कोनोसी कन्या को तुम्हे अपना कलश नई मते जलपान कराओ एही कथा कहिले से जेबे कहिबो पान कर मु तुमरो ओट मानक ही पान कराइबी ई जगह देखंतु जल निजे से पानी पिएबो आर मोर जो ओट अछि से ओट मानक भी से पानी पिएबो आ सेही परी हमें देखू जने गुड व्यक्ति जने कुपर पानी बाहर करी की जने व्यक्ति को पानी पिए की पुनी से जियो ही कहिबो ओट मानक से निजे पानी देबो
ଆଉ ସେହିପରି ନମ୍ରଶୀଳ ଝିଅକୁ ସେ କହୁଅଛନ୍ତି ସେଇ ସ୍ଥାନରେ, ଆଉ ସେହିପରି ଝିଅ ହିଁ ଖୋଜୁଅଛନ୍ତି। ଆଉ ଦେଖାଯାଏ ଏଇ ଜାଗାରେ ନେକ୍ସଟ ପଦକୁ ଦେଖିବା, ତହିଁରେ ତୁମେ ମୋ ପ୍ରଭୁଙ୍କର ପ୍ରତି ଅନୁଗ୍ରହ କରୁଅଛ ଏହା ମୁଁ ଜାଣିବି। ଏହି କଥା କହୁ କହୁ ଅବ୍ରାହମଙ୍କର ନାହୋର ନାମକ ଭ୍ରାତର ଭାର୍ଯ୍ୟ ମିଲ୍କାର ପୁତ୍ର ଯେ ବଥିଏଲ ତାହାର କନ୍ୟା ରିବିକା ସ୍କନ୍ଧରେ କଳସ ଘେନି ବାହାରି ଆସିଲା। ଏଇ ଜାଗାରେ ଗୋଟେ ଝିଅ ଯେ କି କଳସ ଧରିକି ଆସିଲା, ଆଉ ସେଇ ଝିଅର ନାଁ ଥିଲା ରିବିକା। ଆଉ ସେ ରିବିକା କାହାର ଘରର? ନାହର ନାମକ ଭ୍ରାତର ଭାର୍ଯ୍ୟ ମିଲ୍କାର ପୁତ୍ର ଯେ ବଥୁଏଲ ତାହାର କନ୍ୟା। ମିଲ୍କାର ପୁତ୍ର ବଥୁଏଲର ଝିଅ ରିବିକା ସ୍କନ୍ଧରେ କଳସ ଘେନି ସେ ଆସିଲେ, ଆଉ ସେହି କନ୍ୟା ପରମ ସୁନ୍ଦରୀ ଓ ଅବିବାହିତ ଥିଲେ, ଆଉ କୌଣସି ପୁରୁଷର ଉପଭୋକ୍ତା ନଥିଲା। ସେ କୂପ ଭିତରକୁ ଯାଇ କଳସ ପୂର୍ଣ୍ଣ କରି ଉଠି ଆସୁଅଛି। ଏଇ ଜାଗାରେ ଦେଖନ୍ତୁ ଗୋଟେ ଝିଅକୁ ଦେଖୁଅଛନ୍ତି, ଆଉ ସେଇ ଝିଅ ନାଁ ହଉଛି ରିବିକା। ଆଉ ସେ ପରମ ସୁନ୍ଦରୀ ଥିଲେ। ତାପରେ ଆଉ କଣ ଥିଲା? ସେ ଅବିବାହିତ ହେଇଥିଲେ, ସେମାନେ ବିବାହିତ ହୋଇନଥିଲେ। ତ ଆମେ ଏଇ ଜାଗାରେ ଜାଣୁ, ଯଦି ଆମେ ପୁତ୍ର ପୁତ୍ରୀ ମାନଙ୍କ ନିମନ୍ତେ ଯଦି ଆମେ ବିବାହିତ ଖୋଜୁଅଛୁ, ତାହେଲେ ଆମେ ଅବିବାହିତ ଖୋଜିବାର ଅଛି। ତାପରେ ଆଉ କଣ ଖୋଜିବାର ଅଛି? ଆଉ କୌଣସି ପୁରୁଷର ଉପଭୋକ୍ତା ନଥିଲା। ସେଇ ଝିଅ ରିବିକା କୌଣସି ପୁରୁଷର ଉପଭୋକ୍ତା ନଥିଲା, ଆଉ ସେ କୂପ ଭିତରକୁ ଯାଇ କଳସ ପୂର୍ଣ୍ଣ କରି ଉଠି ଆସିଲା। ଆଉ ଏପରି ସମାଜରେ ସେହି ଦାସ ଦୌଡ଼ି ଯାଇ ତାହା ସଙ୍ଗେ ଦେଖା କରି କହିଲା। ସେଇ ସମାଜରେ ସେ ଦାସ ଯାଇକି ସେ ଜାଗାରେ ଦେଖା କଲା, ଆଉ ସେ କହିଲା, ମୁଁ ବିନୟ କରୁଅଛି, ତୁମ କଳସରୁ ମତେ କିଛି ଜଳପାନ କରିବାକୁ ଦିଅ। এই ଜାଗାରେ କହୁଛନ୍ତି ରିବିକାକୁ ଯେ ମୁଁ ବିନୟ କରୁଅଛି ଯେ ତୁମ କଳସରୁ ମତେ କିଛି ଜଳପାନ କରିବାକୁ ଦିଅ। ତହିଁରେ ସେ କହିଲା, ମହାଶୟ ପାନ କରନ୍ତୁ। ଏହା କହି ସେ ଶୀଘ୍ର କଳସ ହାତକୁ ଓହ୍ଲାଇ ତାହାକୁ ପାନ କରିବାକୁ ଦେଲା। ଦେଖନ୍ତୁ ଏଇ ଜାଗାରେ ଦାସ କହୁ କହୁ ସେ ଜଳ ପାନ କରିବା ନିମନ୍ତେ ସେ ଝିଅ ରିବିକା ସେ ତାହାଙ୍କୁ ଦେଇଅଛନ୍ତି। ପୁଣି ତାହାଙ୍କୁ ପାନ କରାଇଲା ଉତ୍ତାରେ କହିଲା, ରିବିକା କହିଲେ, ମଧ୍ୟ ତୁମର ଓଟ ସବୁ ଜଳ ପିଇ ସାରିବା ଯାଏ ମୁଁ ଜଳ କାଢିବି। ଏଇ ଜାଗାରେ ରିବିକା ଗୋଟେ ନମ୍ରଶୀଳ ଝିଅ ନିଜକୁ ଶୂନ୍ୟ କରିକି ଗୋଟେ ନିଜକୁ ନମ୍ର କରିକି ସେ ସେଇ ଜାଗାରେ କହୁଛନ୍ତି, ସେ ତାହାକୁ ପାଣି ଦେଲେ ନା ଦାସକୁ। ଆଉ ସେ ନିଜେ କହୁଅଛନ୍ତି ଯେ କଣ କହୁଛନ୍ତି? ଯେ ତୁମର ଓଟ ସବୁ ଜଳ ପିଇ ସାରିବା ଯାଏ, ଟିକେ ଜଳ ବି ନାହିଁ, ତୁମର ଓଟ ଜଳ ପିଇ ସାରିବା ଯାଏ ମୁଁ ଜଳ କାଢିବି। ଆଉ ସେ ନିଜେ ରିବିକା ସେ ଜାଗାରେ କହୁଛନ୍ତି। ଆଉ ଆମେ ଏଇ ଜାଗାରେ ଦେଖୁ ଯେ ଅବ୍ରାହମଙ୍କର ଦାସ ଯୋଉ ପ୍ରାର୍ଥନା କରିଥିଲେ ସେହିପରି କାର୍ଯ୍ୟ ହଉଅଛି, ଆଉ ସେହିପରି ଚିହ୍ନ ହଉଅଛି। ଦେଇଚଲ ହାଲେଲୁୟା। ତାପରେ ଦେଖୁ, ତହିଁରେ ସେ ଶୀଘ୍ର କୁଣ୍ଡରେ କଳସରୁ ଜଳ କାଢି ପୁନଶ୍ଚ ଜଳ କାଢିବା ପାଇଁ କୂପ ନିକଟକୁ ଧାଇଁ ଯାଇ ସମସ୍ତ ଓଟ ନିମନ୍ତେ ଜଳ କାଢିଲା। ତହିଁରେ ସେହି ପୁରୁଷ ତାହା ପ୍ରତି ସ୍ଥିର ଦୃଷ୍ଟି କରି ଅନାଇ ରହିଲା। ପୁଣି ସଦାପ୍ରଭୁ ତାହାର ଯାତ୍ରା ସଫଳ କରିବେ କି ନାହିଁ ତାହା ଜାଣିବା ନିମନ୍ତେ ନୀରବ ରହିଲା। ପୁଣି ଓଟମାନେ ଜଳପାନ କଲା ଉତ୍ତାରେ ସେହି ପୁରୁଷ ତାହା ନିମନ୍ତେ ଅଧ ଭରି ପରିମିତି ସୁବର୍ଣ୍ଣ ନଥ ଦେଲେ। ତାହାର ହସ୍ତ ନିମନ୍ତେ 10 ଭରି ପରିମିତି 2 ସୁବର୍ଣ୍ଣ ବଲା ନେଇ କହିଲା। ଦେଇଚଲ ହାଲେଲୁୟା। ତ ଏଇ ଜାଗାରେ ଦେଖୁ ଯେଉଁ ଦାସ ପ୍ରାର୍ଥନା କରିଥିଲେ ସେହିପରି କାର୍ଯ୍ୟ ହୋଇଅଛି। ଆଉ ପରମେଶ୍ୱର ସେ ଦାସଙ୍କର ପ୍ରାର୍ଥନା ଶୁଣି ଅଛନ୍ତି। ଆଉ ସେହିପରି ମନୋନୀତ ଗୋଟେ ଝିଅକୁ ସେ ଆଣି ଅଛନ୍ତି। ଆଉ ସେଇ ଝିଅ କେଉଁପରି ଥିଲା? କନ୍ୟା ପରମ ସୁନ୍ଦରୀ, ଆଉ ଅବିବାହିତ ଥିଲେ, ଆଉ କୌଣସି ପୁରୁଷର ଉପଭୋକ୍ତା ହୋଇନଥିଲା। ଆଉ ସେ ଗୋଟେ ନମ୍ରଶୀଳ ଗୋଟେ ଝିଅଟେ ଥିଲେ। ସେ ଗୋଟେ ପରିଶ୍ରମୀ ଗୋଟେ ଝିଅଟେ ଥିଲେ। ଆଉ ସେ ଝିଅ ନିଜେ କହୁଛନ୍ତି, ଆଉ ସେଇ ଝିଅ ମନୋନୀତ ଝିଅ, ପରମେଶ୍ୱର ତାହାକୁ ମନୋନୀତ କରିକି ସେ ଇସାହାକ ନିମନ୍ତେ ଆଣି ଅଛନ୍ତି। ହାଲେଲୁୟା। ତ ଆମେ ଯଦି ଏଇ ସ୍ଥାନରେ ଯଦି ଆମେ ପିତାମାତା ଯଦି ଆମର ନିଜର ସନ୍ତାନ ନିଜର ଝିଅ ନିମନ୍ତେ ଆମେ ଯଦି ଯୋଉ ସମାଜରେ ଆମେ ଝିଅ ଖୋଜୁଅଛୁ, ପୁତ୍ର ଖୋଜୁଅଛୁ, ଯଦି ଆମେ ସ୍ୱଜାତି ନିଜର ଜ୍ଞାତି ଠାରେ ଆମେ ଖୋଜୁଅଛୁ, ଆମେ ଯଦି ପ୍ରାର୍ଥନା କରିବା, ତାହେଲେ ସେ ଚିହ୍ନ ଦେଇକି ଆମକୁ ସ୍ୱପ୍ନରେ ଦର୍ଶନ ମାଧ୍ୟମରେ ସେ କହିକି ଆମକୁ ସେହି ସ୍ଥାନକୁ ନେବେ, ଆଉ ଠିଆ କରିବେ, ଆଉ ତାଙ୍କ ସହିତ ବିବାହିତ କରାଇବେ। ଏଇ ଜାଗାରେ ଆମେ ଦେଖୁ, ଯଦି ଆମେ ପ୍ରାର୍ଥନା କରୁଅଛୁ, ଆଉ ଯଦି ଆମେ
ବିଜାତୀୟ ଠାରେ ଆମେ ଯଦି କିନି ଝିଅ ଖୋଜୁଅଛୁ ତାହେଲେ ପରମେଶ୍ୱର ସେଇ ଜାଗା ସାହାଯ୍ୟ କରିବେ ନାହିଁ, ସାହାଯ୍ୟ କରିବେ ନାହିଁ। ଆଉ ସାହାଯ୍ୟ କରିବେ ଯେଉଁ ସ୍ଥାନରେ ଆମେ ଖୋଜିବା ଗୋଟେ ସର୍ବଜାତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଥିବା ବ୍ୟକ୍ତି, ମଣ୍ଡଳୀରେ ସଂଯୁକ୍ତ ହୋଇଥିବା ବ୍ୟକ୍ତି, ସେହିପରି ଝିଅ ଯଦି ଆମେ ଖୋଜିବା, ଆମେ ଅପେକ୍ଷା କରିବା, ପ୍ରଭୁଙ୍କ ନିକଟରେ ଆମେ ଆଣ୍ଠୁ ଭାଙ୍ଗିବା, ଆମେ ଅପେକ୍ଷା କରିବା, ତାହେଲେ ପରମେଶ୍ୱର ଆମକୁ ଚିହ୍ନ ମାଧ୍ୟମରେ, ଦର୍ଶନ ସ୍ୱପ୍ନ ମାଧ୍ୟମରେ, ନା ଅନେକ ଦାସ ମାନଙ୍କର ମାଧ୍ୟମରେ ଆମକୁ ସେ ପ୍ରେରଣ କରିବେ ଆଉ ସେ କହିବେ। ହାଲେଲୁୟା। ଆଉ ସେଇଟା ପରମେଶ୍ୱରଙ୍କର ଠାରୁ ହେଇଥିବ। ଆଉ ଆମେ ଜାଣୁ ଯେ ପରମେଶ୍ୱର ଜାଣିଅଛନ୍ତି ଯେ କୋଉ ପୁତ୍ର ନିମନ୍ତେ କୋଉ ଝିଅ ମିଳିତ ହେଲେ ତାଙ୍କର ସହିତ ସେ ବାସ କରିବ, ମିଶି ପାରିବ, ରହିପାରିବ, ସେହିପରି ସେ ଯୋଡ଼ନ୍ତି। ଆମେ ଜାଣୁ ଆଦମର ହବାର ବିଷୟ କଥା ଆମେ ଆଦି ପୁସ୍ତକରୁ ପଢିଅଛୁ। ଆଦମ ନିମନ୍ତେ ହବାକୁ ଆଣିକି ତାଙ୍କର ସଙ୍ଗତି ସହବର୍ତ୍ତିନୀ କଲେ। ହାଲେଲୁୟା। ସେହିପରି ଆମେ ଜାଣିନଥାଉ ଆମେ କେଉଁ ସ୍ଥାନରେ ବିବାହିତ ହେବା, ଆମେ ଜାଣିନଥାଉ କେଉଁ ସ୍ଥାନରୁ ଆମେ ବିବାହିତ ହେବା, କୋଉ ଜାଗାରୁ ବିବାହ ହେବା ଆମେ ଜାଣିନଥାଉ, ହେଲେ ପରମେଶ୍ୱର ଜାଣିଥାନ୍ତି ଆଉ ସେଇ ସ୍ଥାନକୁ ନେଇକି ହିଁ ଆମକୁ ଯୋଡ଼ିଥାନ୍ତି। ହାଲେଲୁୟା। ତ ଆମେ ଏଇଠାରୁ ଆମେ ଶିକ୍ଷା ଗ୍ରହଣ କରୁଅଛୁ ଯେ ଅବ୍ରାହମ, ଇସାହାକ ଆଉ ଯାକୋବର ସନ୍ତାନ ହେବା ନିମନ୍ତେ ଆଉ ଅବ୍ରାହମକୁ ଯେଉଁ ଆଶୀର୍ବାଦ ଦେଇଥିଲେ ଆଉ ସେଇ ଆଶୀର୍ବାଦ ଆମର ଜୀବନରେ ଆସିବା ନିମନ୍ତେ ଆମକୁ କଣ କରିବାକୁ ହେବ? ସ୍ୱଜାତି ଠାରେ ଆମେ ବିବାହିତ କରିବାକୁ ହେବ, ଆଉ ଆମର ଜ୍ଞାତୀୟ ମାନଙ୍କ ଠାରେ ବିବାହିତ କରିବାକୁ ହେବ। ଆଉ ସେ ବିଷୟ କଥା ଆମେ ଯଦି କରିପାରିବା ତାହେଲେ ଆମେ ଅବ୍ରାହମଙ୍କର ସନ୍ତାନ ହେଇପାରିବା, ଈଶ୍ୱରଙ୍କର ସନ୍ତାନ ହେଇପାରିବା, ଆଉ ଈଶ୍ୱରଙ୍କର ରାଜ୍ୟ ବୃଦ୍ଧି ପାଇପାରିବ। ହାଲେଲୁୟା। ଆଉ ଯେ ଏଇ ଜାଗାରେ ଦେଖୁ ଗୋଟେ ଦାସର କର୍ତ୍ତବ୍ୟ ଦେଖନ୍ତୁ। ଏଇ ଜାଗାରେ ଯେ ଯୋଉ କର୍ତ୍ତବ୍ୟ ଦାସର କର୍ତ୍ତବ୍ୟ ଦେଉଛନ୍ତି, ଏଇ ଜାଗାରେ ସେ ଦାସ ସେଇ ସ୍ଥାନରେ ପରମେଶ୍ୱରଙ୍କ ଉପରେ ନିର୍ଭର କରୁଅଛନ୍ତି ଆଉ ସେଠାରେ ଆଣ୍ଠୁ ମାରିକି ସେ ପ୍ରାର୍ଥନା କରୁଅଛନ୍ତି, ବିନତି କରୁଅଛନ୍ତି, ଆଉ ସେ ପ୍ରାର୍ଥନା ପରମେଶ୍ୱର ଶୁଣି ଅଛନ୍ତି। ଗୋଟେ ବିଶ୍ୱସ୍ତ ଦାସ ରୂପେ ସେ କାର୍ଯ୍ୟ କରିଅଛନ୍ତି। ହାଲେଲୁୟା। ତ ସେହିପରି ଆମେ ବି ଯଦି ପରମେଶ୍ୱରଙ୍କର ରାଜ୍ୟ ନିମନ୍ତେ ଆମେ ବିଶ୍ୱସ୍ତ ହେବା, ତାଙ୍କର ସାକ୍ଷୀ ହେବା, ତାହେଲେ ଆମେ ଯେଉଁ ପ୍ରାର୍ଥନା କରିବା ଆମେ ସେଇ ପ୍ରାର୍ଥନାରେ ଆମେ ଉତ୍ତର ପାଇପାରିବା। ହାଲେଲୁୟା। ଦେଖନ୍ତୁ ଏଇ ଜାଗାରେ ଅବ୍ରାହମ ତାଙ୍କର ପ୍ରଭୁ ଥିଲେ ଆଉ ସେ ଦାସ ଥିଲେ, ଆଉ ଆମେ ମାନେ ବି ଈଶ୍ୱରଙ୍କର ଆମେ କଣ, ଆମେ ମାନେ ଈଶ୍ୱରଙ୍କର ସନ୍ତାନ ମାନେ, ଆମେ ବିଶ୍ୱାସୀ ଗଣ ମାନେ ଯେଉଁ ସମାଜରେ ଆମକୁ ଆମର ଆତ୍ମିକ ପିତା ଆମକୁ ଶିକ୍ଷା ଦିଅନ୍ତି, କୁହନ୍ତି, ଆମେ ସେଇ ବିଷୟକୁ ଆମେ ଯଦି ବିଶ୍ୱସ୍ତ ସହିତ କାର୍ଯ୍ୟ କରିବା, ପ୍ରାର୍ଥନା କରିବା, ପ୍ରଭୁଙ୍କର ନିକଟରେ ଆମେ ଯଦି କାର୍ଯ୍ୟ କରିବା ତାହେଲେ ଆମେ ବିଜୟ ହେଇପାରିବା। ଆଉ ପରମେଶ୍ୱର ଆମକୁ ସ୍ୱପ୍ନରେ ଦର୍ଶନ ମାଧ୍ୟମରେ ସେ ଆମକୁ ଜଣେଇବେ ଆଉ ଆମେ ସେ ବିଷୟ କିଛି ଜାଣିପାରିବା। ହାଲେଲୁୟା। ତାପରେ ଏଇ ଜାଗାରେ ଦେଖନ୍ତୁ ଯେ ସେ ଜାଣିଲା ପରେ କଣ କରିଅଛନ୍ତି? ଅଧଭରି ପରିମିତି ସୁବର୍ଣ୍ଣ ନଥ ଦେଲେ ଆଉ ତାର ହସ୍ତ ନିମନ୍ତେ 10 ଭରି ପରିମିତି 2 ସୁବର୍ଣ୍ଣ ବଲା ଦେଇ କହିଲେ, ଆଉ କହିଲେ ନିବେଦନ କରୁଅଛି ତୁମେ କାହାର କନ୍ୟା, ମତେ କୁହ ତୁମ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରାତ୍ରି କ୍ଷେପଣ କରିବାକୁ କି ସ୍ଥାନ ଅଛି? ତହିଁରେ ସେ ଉତ୍ତର କଲା, ନାହରର ଅରସ୍ୱରେ ମିଲ୍କା ଠାରୁ ଯାଇ ଜାତ ପୁତ୍ର ଯେ ବଥୁଏଲ, ମୁଁ ତାହାଙ୍କର କନ୍ୟା। ସେ ଆହୁରି କହିଲେ ଆମମାନଙ୍କର ପାଳକୁଟା ଦାନ ଯଥେଷ୍ଟ ଅଛି, ମଧ୍ୟ ରାତ୍ର କ୍ଷେପଣ କରିବାକୁ ସ୍ଥାନ ଅଛି। ସେ ରିବିକା ବି ସେ ବିଷୟ କଥା କହୁଛନ୍ତି। ଆଉ ସେତେବେଳେ ସେଇ ମନୁଷ୍ୟ ମସ୍ତକ ନୁଆଇ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ପ୍ରଣାମ କରି କହିଲେ, ଆଉ ମୋର କର୍ତ୍ତା ଅବ୍ରାହମଙ୍କର ସଦାପ୍ରଭୁ ପରମେଶ୍ୱର ଧନ୍ୟ ହୁଅନ୍ତୁ, ଯେହେତୁ ସେ ମୋ କର୍ତ୍ତା ପ୍ରତି ଅନୁଗ୍ରହ ଓ ସତ୍ୟାଚରଣ କରିବାରୁ ନିବୃତ୍ତ ହୋଇନାହାନ୍ତି, ପୁଣି ସଦାପ୍ରଭୁ ମତେ ମୋ କର୍ତ୍ତାର ଜ୍ଞାତି ମାନଙ୍କର ଗୃହ ପଥରେ ବଢାଇ ଆଣିଅଛନ୍ତି। ଏଇ ଜାଗାରେ ସେ ଦାସ ଧନ୍ୟବାଦ ଦେଉଛନ୍ତି ଆଉ ସେଇ ପଥରେ ବଢାଇ ଆଣିଅଛନ୍ତି ବୋଲିକି କହୁଅଛନ୍ତି। ହାଲେଲୁୟା। ଯଦି ଆମେ ଏଇ ଜାଗାରେ ଶିକ୍ଷା ଗ୍ରହଣ କରୁ, ଯଦି ଆମେ ପ୍ରାର୍ଥନା କରିଅଛୁ ଆଉ ସେଇପରି ସନ୍ତାନ ଆମକୁ ଆମର ନିଜର ପୁତ୍ର ସନ୍ତାନ ନିମନ୍ତେ ବିବାହିତ କରିଅଛନ୍ତି, ତାହେଲେ ଆମେ ଆଣ୍ଠୁ ଭାଙ୍ଗି ପରମେଶ୍ୱରଙ୍କର ମହିମା କୀର୍ତ୍ତନ କରିବାର ଅଛି। ହାଲେଲୁୟା। ଏ ଅଳ୍ପ ବାକ୍ୟ ବୁଝିବାରେ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ, ଆଶୀର୍ବାଦ କରନ୍ତୁ ଆଉ ଅନୁଗ୍ରହ କରନ୍ତୁ।